हेलो गुड मॉर्निंग जय जगन्नाथ सामने सकाल सकाल ମୁଁ ଉଠିକି ସ୍ନାନ କରିକି ବାହାର ପଡ଼ିଥିଲି 2 ଟଙ୍କିଆ ମୁହଁରେ 3 ଟଙ୍କିଆ ଲିପଷ୍ଟିକ୍ ଲଗେଇକି ସାଙ୍ଗମାନଙ୍କ ସହିତ ଟିକେ ବଜାର ବୁଲିବା ପାଇଁ। କାରଣ ଏତେ ଦିନ ପରେ ଦେଖା ହେଉଛନ୍ତି ନା ସେମାନଙ୍କ ସାଙ୍ଗରେ ବୁଲିବା ସାଙ୍ଗମାନଙ୍କ ସହିତ ବୁଲିବା ହିଁ କିଛି ଅଲଗା ପ୍ରକାର ନିଆରା। ସେମାନେ ଆସିଥିଲେ ଡାକି କିଣିବାକୁ, ମୁଁ ବା ଆସିଥିଲି ଦହିବରା ଖାଇବାକୁ। ଦୋକାନ ଯାକର ସବୁ ରାକ୍ଷୀ ଦେଖିଦେଲେ, ହେଲେ ନେଲା ବେଳକୁ 2-4ଟା ରାକ୍ଷୀ ହିଁ ନେବେ। ଦେଖନ୍ତୁ ଏମାନଙ୍କର କି ଲାଜ, କି ଲାଜ ଏମାନଙ୍କ ଲାଜ ଦେଖି ତ ମୁଁ ଭାବୁଛି କେଉଁ କାଳରେ ସବୁ ଲାଜ ଥିଲା। ଇଏ ତ ବୋଧେ ଦୋକାନ ଯାକର ରାକ୍ଷୀ ନେଇଯିବ। ମୋତେ ରାକ୍ଷୀଟା ଭଲ ଲାଗିଲା ବୋଲି ମୁଁ ଟିକେ ଦେଖୁଥିଲି। ତାପରେ ଆମେ ଆସିଗଲୁ ଷ୍ଟେସନାରୀ ଦୋକାନ, ଏମାନେ ସବୁ କାନର ବିକା ଦେଖୁଥିଲେ। ତାପରେ ମୋର ଇଚ୍ଛା ହେଲା ଟିକେ ନେଲ୍ ପଲିସ୍ ନେବ, ମୋର ବି ନେଲ୍ ପଲିସ୍ ନେବାର ଥିଲା। ତାପରେ ମୋତେ ଭଲ ଲାଗିଲା ମାନେ ଦେଖୁନୁ ମୁଁ ମୁହଁଟା କେମିତି କରିଦେଲି। ତାପରେ ଠିକ୍ ଖରା ଭାଇ ଟିକେ ଦୟା କଲେ ହୁଅନ୍ତାନି। ଆମେ ସବୁ ଆସିଛୁ ସୁନ୍ଦରୀମାନେ ବୁଲିବା ପାଇଁ। ଛାଡ଼ ସେଗୁଡ଼ା କ'ଣ ଆଉ କହିବି। ଖରାରେ ମୋତେ ହାଲତ ବାହାରିଗଲାଣି। ମୁହଁକୁ ବି ଦେଖିକି ଜଣାପଡ଼ିଯାଉଛି ଏଠି ଝାଳ ବୋହିସାରିଲାଣି। କ'ଣ କରିବା କହିଲେ ଏ ଖରାକୁ? ଆପଣମାନେ ହିଁ କୁହନ୍ତୁ ହେଲା। ବାନା ଭାଇ ମିଠା ଦୋକାନର ଫେମସ୍ ମିଠା ଦେଖନ୍ତୁ, ମୁଁ ରିଭ୍ୟୁ କଲାବେଳକୁ ଇଏ ଗାଡ଼ିଟା ପଶିଗଲା, ମୁଁ କ'ଣଟା କରିପାରିବି। ମୋ ମିଠା ବାଲି ମିଠା ନେଇକି ପଳାଇ ଆସିଲେ। ତାପରେ ଆମେ ସାଇକେଲ ଥାଉ ପାଦରେ ଚାଲିକିନା ବୁଲୁଥିଲୁ। କାରଣ ଆମେ ଟିକେ ସଂସ୍କାରୀ ପିଲା ନା। ଛାଡ଼ ସେ କଥା। ଆକୁ ମୁଁ ପଚାରିଲି ତୁ କ'ଣ ଖାଇବୁ? କହିଲା ବରା। ଆଚ୍ଛା ଦହିବରା ଜାଗାରେ କିଏ ବରା ଖାଏ କହିଲ? ଆଚ୍ଛା ବରା କଥା ତ ଛାଡ଼ନ୍ତୁ, ଦହିବରା ରେଟ୍ ହାଫ୍ ପ୍ଲେଟ୍ 40 ଟଙ୍କା। ଆରେ ଭାଇ ଇଏ କ'ଣ ରେ, ତା ଦେହରେ ପୁଣି 4ଟା ଦହିବରା। ଛାଡ଼ ସେ ଖାଇଦେଲେ, ପେଟଟା ଥଣ୍ଡା ହେଇଗଲା ଗଲା। ଆଉ ତା ଦେହରେ ମିଠା ଚଟଣିରେ ପଡ଼ିଥିଲା, ବହୁତ ଟେଷ୍ଟ ଲାଗୁଥିଲା। ଡୋଲେ ମୋର ଖାଇ ଦେଇଥିଲୁ। ମୁଁ ଡାକିବା ଜାଗାରେ ସିଏ ଆପଣଙ୍କୁ ଡାକୁଛି ଦେଖନ୍ତୁ ଖାଇବା ପାଇଁ। ଖରାବେଳ ଆସି ଖାଇଥିଲି ଭାତ, ଆଳୁ ଚକଟା, ଆଉ ଛଚିନ୍ଦ୍ରା ରାଇ, ପାମ୍ପଡ଼, ଡାଲି ଏତିକି। ତାପରେ ରାତିରେ ଭାଇନା ଆଣିଥିଲେ ମାନେ ସନ୍ଧ୍ୟାବେଳେ ବରା, ତରକାରୀ, ପିଆଜି। ତାକୁ ଖାଇକି ପେଟଟା ପୁରା ଫୁଲ୍ ହେଇଯାଇଥିଲା। ରାତିରେ ମୁଁ ଶୋଇବାକୁ ଥିଲି। ଆପଣ ବି ଚାଲନ୍ତୁ, ଟାଟା ବାଏ ବାଏ, ଗୁଡ଼୍ ନାଇଟ୍ ଅଲ୍ ଅଫ୍ ୟୁ। ଦେଖା ହେବ ନେକ୍ସଟ୍ ବ୍ଲଗ୍ରେ।